এই আন্দোলনটা সতরে গোটে নির্দিষ্ট উদ্দেশ্য নেই বড়ুছি না ডাইল্ୟୁଟ୍ ହେଇଯାଇଛି পলিটিসাইজ ହେଇଯାଇଛି? মতো পচারে মু কবি এই আন্দোলনটা পলিটিসাইজ ହେଇଯାଇଛି অর্থাৎ রাজনৈতিক অভিসନ୍ଧିମୂଳକ ବୋଲିକିରି ବହୁତ ଲୋକ ଆକୁ ଆଖ୍ୟା ଦେଉଛନ୍ତି। ତାର ଗୋଟେ ନିର୍ଦ୍ଦିଷ୍ଟ କାରଣ ଅଛି। একথা সত্য যে ଆମେ ଗୋଟେ ଗଣତାନ୍ତ୍ରିକ ଦେଶରେ ରହୁଛେ, ଆମ ବ୍ୟବସ୍ଥା ଗଣତାନ୍ତ୍ରିକ ପଦ୍ଧତିରେ ଚାଲିଛି ଏବଂ ଏଇ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଯିଏ ଦାୟିତ୍ୱରେ ରହିବେ ସେ ଉତ୍ତରଦାୟିତ୍ୱ ରହିବ, ସବୁ କଥାରେ ତାଙ୍କୁ ଉତ୍ତରଦାୟୀ କରାଯିବ। ଯେମିତି ବର୍ତ୍ତମାନ ନିଟ୍ ପରୀକ୍ଷା ହେଲା ପରେ ଜଣାପଡ଼ିଲା କ୍ୱେଶ୍ଚନ୍ ପେପର ଲିକ୍ ହେଇଛି, ତାପରେ ଯାହା ହେଲା ଆଉ ଥରେ ନିଟ୍ ପରୀକ୍ଷା ହେଲା, ରେଜଲ୍ଟ ବାହାରିଲାଣି, ସେ ଅଲଗା କଥା। କିନ୍ତୁ ଯେଉଁ ଏତେ ବଡ଼ ଘଟଣା ଘଟିଗଲା, ନିଟ୍ ପରୀକ୍ଷା ଲକ୍ଷ ଲକ୍ଷ ପିଲା ଦେଲା ପରେ ସେମାନେ ହଠାତ୍ ଆବିଷ୍କାର କରୁଛନ୍ତି ସରକାର ନିଟ୍ ପରୀକ୍ଷାକୁ ବାତିଲ କରିଦେଲେ କାହିଁକିନା କ୍ୱେଶ୍ଚନ୍ ପେପର ଲିକ୍ ହେଇଥିଲା ବୋଲିକି। ଅନେକ ତାଦେହରୁ ଯାହା ମିଡ଼ିଆରେ ପ୍ରକାଶ ପାଇଛି ଯେ ଅନେକ ତାଦେହରୁ ମଧ୍ୟ ପିଲା ସୁଇସାଇଡ୍ କରିଦେଇଛନ୍ତି। କଥା ହେଉଛି କାହାକୁ ଏଥିପାଇଁ ଦାୟୀ କରିବେ? ସରକାରୀ ସ୍ତରରେ ଯେଉଁ କର୍ମଚାରୀମାନେ ଏସବୁ ଦାୟିତ୍ୱରେ ଥିଲେ, କ୍ୱେଶ୍ଚନ୍ ପେପର ତିଆରି କରିବାଠୁ ଆରମ୍ଭ କରି ଛାପିବା ପର୍ଯ୍ୟନ୍ତ, ବାଣ୍ଟିବା ପର୍ଯ୍ୟନ୍ତ, ତାଙ୍କ ଭିତରୁ ତଦନ୍ତ କରାଯାଏ। ବର୍ତ୍ତମାନ ଡଜନରୁ ଅଧିକ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ଏବଂ ପୁଣି ମଧ୍ୟ ତଦନ୍ତ ଚାଲିଛି। କିନ୍ତୁ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସବୁବେଳେ ଆପଣ ଲକ୍ଷ୍ୟ କରିବେ ତାର ଗୋଟେ ପଲିଟିକାଲ ସାଇଡ୍ ଥାଏ। ବର୍ତ୍ତମାନ ଯେଉଁ କକରୋଜ ଜନତା ପାର୍ଟି ଉଦ୍ୟମରେ ଦିଲ୍ଲୀରେ ଯେଉଁ ଧାରଣା ଏବଂ ଆମରଣ ଅନଶନ କରାଯାଉଛି, ତାର ମୂଳ ଉଦ୍ଦେଶ୍ୟ ଗୋଟେ ଏଜେଣ୍ଡା, ମାନେ ତିନିଟା ଏଜେଣ୍ଡା। ତିନିଟାରୁ ଗୋଟେ ଏଜେଣ୍ଡା ହେଉଛି ଯେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିପାଇଁ ଦାୟୀ। ସେ ନିଜେ କ୍ୱେଶ୍ଚନ୍ ପେପର ଲିକ୍ ଘଟଣାରେ ସମ୍ପୃକ୍ତ ନଥାଇ ପାରନ୍ତି, ସ୍ୱାଭାବିକ କଥା ମନ୍ତ୍ରୀ ହିସାବରେ, କିନ୍ତୁ ଯେହେତୁ ସେ ଦାୟିତ୍ୱରେ ଅଛନ୍ତି ତେଣୁ ତାଙ୍କୁ ଉତ୍ତରଦାୟୀ ବା ନୈତିକ ଆଧାରରେ ସେ ତାଙ୍କ ପଦବୀରୁ ଇସ୍ତଫା ଦେବା ଉଚିତ ବୋଲିକି ଦାବି କରାଯାଉଛି। ଦାବିରେ କିଛି ଅସୁବିଧା ନାହିଁ, ଦାବି କରାଯିବା କଥା। ଯିଏ ଦାୟିତ୍ୱରେ ରହିଲେ, ଯିଏ ମନ୍ତ୍ରଣାଳୟ ଦାୟିତ୍ୱରେ ଅଛନ୍ତି, ମନ୍ତ୍ରୀ ଅଛନ୍ତି, ତାଙ୍କୁ ସବୁ ସୁବିଧା ଦିଆଯାଇଛି, ତାଙ୍କୁ ସବୁ କ୍ଷମତା ତାଙ୍କର ଅଛି। ସେ ଦେଖିବା ଉଚିତ ଥିଲା, ଯେକୌଣସି ଲୋକ କହିବ ଯେ କାହିଁକି ଏମିତି ପରିସ୍ଥିତି ସୃଷ୍ଟି ହେଲା ଯେଉଁଥିରେ କି କ୍ୱେଶ୍ଚନ୍ ପେପର ଲିକ୍ ହେଲା। ଆପଣ ସେଇ ପର୍ଯ୍ୟନ୍ତ ଯାଇପାରିବେ, ଉତ୍ତରଦାୟିତ୍ୱ ଖୋଜିପାରିବେ ଯେ ପର୍ଯ୍ୟନ୍ତ ଆପଣଙ୍କୁ କିଏ ଅନ୍ୟମାନେ ସନ୍ଦେହ କରିନାହାନ୍ତି। ବର୍ତ୍ତମାନ କଥା ହେଲା କ'ଣ କି ଆପଣ ଦାବି କରିକରି କ'ଣ କରୁଛନ୍ତି? ଦାବି କରିକରି ଆପଣ ଧରିଛନ୍ତି, ମାନେ କଡ଼ାକଡ଼ି ଭାବରେ ଧରିଛନ୍ତି ସେ ଇସ୍ତଫା ଦେବା ଦରକାର। ବର୍ତ୍ତମାନ ଜଣେ ପ୍ରଶ୍ନ କରିପାରିବ ଯଦି ଉତ୍ତରଦାୟିତ୍ୱ ଆପଣ ଖୋଜୁଛନ୍ତି ମନ୍ତ୍ରୀ ବୋଲିକିରି, ତାହେଲେ ସେଇ ନ୍ୟାୟରେ ଜଣେ କହିବ ଯେ ପ୍ରଧାନମନ୍ତ୍ରୀ ମଧ୍ୟ ଦାୟୀ ହେବେ, କାହିଁକିନା ସେ ପ୍ରଧାନମନ୍ତ୍ରୀ। ଆମେ ଆପଣ ମୂଳ ମୁଦ୍ଦାଟା ପର୍ଯ୍ୟନ୍ତ କହିଲେ ଯେ ଯୋଉ ପର୍ଯ୍ୟନ୍ତ ଗୋଟେ ଉଦ୍ଦେଶ୍ୟ ନେଇକି ଅଛି ଠିକ ଅଛି, କିନ୍ତୁ ତା ଭିତରେ ରାଜନୀତି କରନ୍ତି। ତ এই ককরোজ জনতা পার্টি নাটা গোটে এপসড ହେଇପାରେ, কিন্তু ଆପଣ পলিটিসাইজ ସେମାନେ କରୁନାହାନ୍ତି ନା, ଲୋକ ଆସିକି ପଲିଟିସାଇଜ କରୁଛନ୍ତି ନା ସେମାନେ ତାର ଗୋଟେ ଭିକ୍ଟିମ ହଉଛନ୍ତି, ସେ ଆଉ ସେଇ ଟ୍ରାପ ରେ ଫସି ଯାଉଛନ୍ତି। ଆପଣ କାହିଁକି ତାକୁ ମାନେ ଅବଜେକ୍ସନ କରୁଛନ୍ତି ଯେଟା ରାଜନୈତିକରଣ ହେଇଯାଉଛି, ପଲିଟିସାଇଜ ହେଇଯାଉଛି ଗୋଟେ ଟାଇମ? ହଁ, ମୁଁ ସେଇ କଥାକୁ ଆସୁଛି। ଦେଖନ୍ତୁ, ଯୋଉ ପ୍ରସଙ୍ଗ ନେଇକିରି ଜେନ୍ଜି ବା ଏଇ ଯୁବ ସମ୍ପ୍ରଦାୟ ସେମାନେ ଆନ୍ଦୋଳନ କରୁଛନ୍ତି, ମୁଁ ଭାବୁଛି ଆପ୍ରୋପ୍ରିଏଟ ୱାର୍ଡ ବୋଧେ କିଶୋର ଆଉ କିଶୋରୀ, କିଶୋର ଆଉ କିଶୋରୀ। ହଁ, ଯୋଉ ପ୍ରସଙ୍ଗ ନେଇକିରି କିଶୋର କିଶୋରୀ ମାନେ ସେ ଯେ ଆନ୍ଦୋଳନକୁ ଓହ୍ଲେଇଛନ୍ତି ଇଏ ଯଥାର୍ଥ। କାହିଁକି ନା କ୍ୱେଶ୍ଚନ୍ ପେପର ଲିକ୍ ହଉ ବା ଶିକ୍ଷା ସମ୍ବନ୍ଧୀୟ ଯାହା କିଛି ଅବ୍ୟବସ୍ଥା ହଉ, ସେଥିରେ ସିଧାସଳଖ କ୍ଷତିଗ୍ରସ୍ତ ହଉଛନ୍ତି ଏଇ କିଶୋର ଏବଂ କିଶୋରୀ ମାନେ। ସେମାନେ କ୍ଷତିଗ୍ରସ୍ତ ହଉଛନ୍ତି, ସେମାନଙ୍କର ଭବିଷ୍ୟତ ତା ଦେହରେ ଅସୁବିଧାରେ ପଡୁଛନ୍ତି ସେମାନେ। ତେଣୁ ସେମାନେ ଯୋଉ ଆନ୍ଦୋଳନ କରୁଛନ୍ତି, ହୁଏତ ନିଟ୍ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ଟା ଗୋଟେ ଇମିଡିଏଟ୍ ସ୍ପାର୍କ ଦେଇ ପାରିଥାଏ। ଏ ଆନ୍ଦୋଳନକୁ ଗୋଟେ ରୂପ ଦେବାରେ, ହୁଏତ ସାଙ୍ଗେ ସାଙ୍ଗେ ଗୋଟେ ରୂପ ଦେବାରେ ଏଟା ସାହାଯ୍ୟ କରିପାରିଥାଏ। କିନ୍ତୁ ଏକଥା ସତ, ଆମ ଦେଶରେ ଶିକ୍ଷା ବ୍ୟବସ୍ଥାରେ ଯାବତୀୟ ଯୋଉ କାର୍ଯ୍ୟ ନ କରିବା କଥା କରାଯାଉଛି। କ୍ୱେଶ୍ଚନ୍ ପେପର ଲିକ୍ ତ ଗୋଟେ ସାମାନ୍ୟ ଘଟଣା, କ୍ୱେଶ୍ଚନ୍ ପେପର ତିଆରି ହେଲା ବେଳୁ ମଧ୍ୟ ଲିକ୍ ହେଇଯାଉଛି। ଯୋଉ କୋଚିଂ ସେଣ୍ଟର ଏଇ ଓଡ଼ିଶାରେ ମଧ୍ୟ ଆପଣ ଲକ୍ଷ୍ୟ କରିଥିବେ, ଅନେକ ସମୟ ବହୁତ ଗୁଡିଏ ଏକ୍ସାମ ର କ୍ୱେଶ୍ଚନ ପେପର ଲିକ୍ ହେଇଛି। ଗୋଟେ କ୍ଲର୍କ କୁ ଗିରଫ କରିଥିଲା ନବୀନ ପଟ୍ଟନାୟକଙ୍କ ସମୟରେ ଷ୍ଟାଫ ସିଲେକ୍ସନ କମିଶନ ର, ତାଙ୍କ ଘରୁ ଆଧାର କାର୍ଡ ସಮೇତ ଶହ ଶହ ପିଲାଙ୍କର ଆଧାର କାର୍ଡ ବାହାରିଲା, ଲକ୍ଷ ଲକ୍ଷ ଟଙ୍କା ସେ ପିଲାଙ୍କ ଠାରୁ ନେଇ। ବର୍ତ୍ତମାନ କଥା ହଉଛି ପ୍ରସଙ୍ଗ ଠିକ ଅଛି, ଯୋଉମାନେ ଆନ୍ଦୋଳନକୁ ଓହ୍ଲେଇଛନ୍ତି ଭଲ କଥା,
ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାରେ ମୋର ତ ବ୍ୟକ୍ତିଗତ ଭାବେ ସେମାନଙ୍କ ପ୍ରତି ଯଥେଷ୍ଟ ସମର୍ଥନ ଅଛି ଯେ ସେମାନେ ଯଦି ଆଜିକା ଦିନରେ କିଶୋର କିଶୋରୀ ମାନେ ପାର୍ଟି ନ କରିବେ ତାଙ୍କର ଅଧିକାର ପାଇଁ ଭବିଷ୍ୟତ ତାଙ୍କରି ନା, ତାହେଲେ ଆଉ କିଏ କରିବ? ବୟସ୍କ ମାନେ ତ କରିବେନି ନା କେବେ ନାହିଁ। କିନ୍ତୁ ଯୋଉ ରାଜନୈତିକ ଅଭିସନ୍ଧିମୂଳକ ଏ ଆନ୍ଦୋଳନକୁ ଆଖ୍ୟା ବର୍ତ୍ତମାନ ଦେବା ଆରମ୍ଭ ହେଲାଣି, ତାର ଦିଟା କାରଣ ଅଛି। ଗୋଟେ କାରଣ ହଉଛି ଆପଣ ଦେଖିବେ ଏଇ ରାଜନୈତିକ ଲୋକମାନେ ସୁବିଧାବାଦୀ ଗୋଷ୍ଠୀ, ସେମାନଙ୍କ ଡାକରାରେ ତ ଏ ଆନ୍ଦୋଳନ ଆରମ୍ଭ ହେଇନି, ସେମାନଙ୍କ ଡାକରାରେ ତ ହଜାର ହଜାର ପିଲା ଦିଲ୍ଲୀରେ ପହଞ୍ଚି ନାହାନ୍ତି। କାହିଁକି ନା ସେମାନଙ୍କର ଭଏସର ସେମାନଙ୍କର ଉପସ୍ଥିତିର ମୂଲ୍ୟ ଆଜିକା ଦିନରେ କିଛି ନାହିଁ। ସେଇଥିଲାଗି କହିଲି ସେମାନେ ଗୋଟେ ସୁବିଧାବାଦୀ ଗୋଷ୍ଠୀ। ସେମାନେ କଣ ଖୋଜନ୍ତି? ସେମାନେ ବରୁଜନ୍ତି ଦଳ ଭଳିଆ ସେମାନେ କୋଉଠି ଦେଖିବେ ଯଦି କିଛି ଆନ୍ଦୋଳନ ହଉଛି ସେମାନେ ଏଠି ସମବେଦନା ଜ୍ଞାପନ କରିବା ଆଳରେ ଯାଇକିରି ପହଞ୍ଚିଯିବେ। ସେଇମାନେ ଦେଖିବେ ଶେଷରେ ମାନେ ସମ୍ମୁଖ ଭାଗକୁ ପଳେଇ ଆସିବେ। ଏତେ ଚାଲାକ ସେମାନେ ସମ୍ମୁଖ ଭାଗକୁ ପଳେଇ ଆସିବେ, ଯାହା ଫଳରେ କି ଆଜି ଏ ଆନ୍ଦୋଳନକୁ ରାଜନୈତିକ ଅଭିସନ୍ଧିମୂଳକ ଏକ, ଦୁଇରେ ଯେଉଁମାନେ ସବୁ ମୋଦି ବିରୋଧୀ ଗୋଷ୍ଠୀ ତତ୍ପର ଅଛନ୍ତି କେବଳ ଭାରତରେ ନୁହନ୍ତି, ମନେ ରଖନ୍ତୁ ବିଦେଶରେ ମଧ୍ୟ ଅଛନ୍ତି, ସେମାନେ ମଧ୍ୟ ଏଇ ପ୍ରକାର ଆନ୍ଦୋଳନ ଭାରତରେ ଚାଲୁ ବୋଲି ସବୁବେଳେ ଚାହାନ୍ତି। ଆପଣ ଅତୀତରେ ଦେଖିଛନ୍ତି ଆନା ହଜାର ଆନ୍ଦୋଳନଙ୍କ କଥା। ଆନା ହଜାର ଆନ୍ଦୋଳନ ଠିକ ଥିଲା ନା ଭୁଲ ଥିଲା? ନାଇଁ ଆନା ହଜାରଙ୍କ ଆନ୍ଦୋଳନ ଠିକ ଥିଲା, ସେଥିରେ ମୁଁ କହୁନି ଯେ ବିଦେଶରୁ କୌଣସି ଶକ୍ତି ହେଇଛି, ମୁଁ ଖାଲି କହୁଛି ଚାଷୀ ଆନ୍ଦୋଳନ ସେତେବେଳେ ପୁରା କୁହାଗଲା ବିଦେଶୀ ଏନଜିଓ ମାନେ ପଇସା ଦେଇଛନ୍ତି ବୋଲି। ନାଇଁ ହେଇଥାଇପାରେ, କିନ୍ତୁ ଆନା ହଜାର ଭଳି ଜଣେ ବ୍ୟକ୍ତିତ୍ୱକୁ ଦେଖିଲେ ତାଙ୍କ ଆନ୍ଦୋଳନ ତାଙ୍କରି ନେତୃତ୍ୱରେ ଯେତେବେଳେ ହଉଛି ସେଥିରେ ଗୋଟେ ବିଦେଶୀ ଶକ୍ତି ଆସି କିଛି ପ୍ରଭାବ ସୃଷ୍ଟି କରିପାରିବ ଅନ୍ତତଃ ମୁଁ ବିଶ୍ୱାସ ଏପର୍ଯ୍ୟନ୍ତ କରିପାରୁନି। ଯଦି ହେଇଥିବ ଯଦି ଇନକ୍ୱାରୀରେ ବାହାରିବ ସେ ଅଲଗା କଥା, କିନ୍ତୁ ଚାଷୀ ଆନ୍ଦୋଳନରେ ଆପଣ ଲକ୍ଷ୍ୟ କରିବେ ବିଦେଶରୁ ଯେଉଁମାନେ ସବୁ ଅଛନ୍ତି ଆନ୍ତର୍ଜାତିକ ତଥାକଥିତ ଇନଫ୍ଲୁଏନ୍ସର ଏବଂ ଏନଜିଓ ଆକ୍ଟିଭିଷ୍ଟ, ତାଙ୍କର ଭାରତ ସହିତ ସମ୍ପର୍କ ନାହିଁ, ସେ ଭାରତ ମାଟି କେବେ ଦେଖି ନାହାନ୍ତି, ସେଠି ଦେଖି ସେମାନେ ତାକୁ ମନ୍ତବ୍ୟ ଦଉଛନ୍ତି। ସେଉଥିରୁ ଜଣା ପଡିଲା ଯେ ୟାକୁ କିଭଳି ନେତାମାନେ ବା ଭାରତ ବିରୋଧୀ ମୋଦି ବିରୋଧୀ ଗୋଷ୍ଠୀ ମାନେ ସାଙ୍ଗେ ସାଙ୍ଗେ ୟାକୁ କବ୍ଜା କରିବାକୁ ବସିଛନ୍ତି। ଏକ, ଦୁଇରେ ଯେତେବେଳେ କୌଣସି ଆନ୍ଦୋଳନ ହଉଛି ସରକାରକୁ ଆପଣ ଲକ୍ଷ୍ୟ କରନ୍ତୁ, ସରକାର ବହୁତ ଲିବରାଲ ଆଟିଚ୍ୟୁଡ ନେଉଛନ୍ତି। ଅନ୍ୟ କୌଣସି ସରକାର ହେଇଥିଲେ ସାଇନ୍ ବାଗ ଆନ୍ଦୋଳନ ତାର ଶେଷ ପରିଣତ ହେଲା ମାନେ ଆମେରିକାର ରାଷ୍ଟ୍ରପତି ଆସିକିରି ଦିଲ୍ଲୀରେ ପହଞ୍ଚିଛନ୍ତି, ସେତେବେଳେ ଦିଲ୍ଲୀରେ ରାୟଟ ହଉଛି, ଏତେ ଲୋକଙ୍କୁ ସେମାନେ ମାରି ଦଉଛନ୍ତି, ମରୁଛନ୍ତି ବୋଧେ ତା ଦେହରେ ଲୋକ। ଏଇଟା କଣ ଗୋଟା ଭାବୁଛନ୍ତି ସରକାର ଯଦି ପ୍ରକୃତରେ କଠୋର ମନୋଭାବ ସେମାନଙ୍କ ପ୍ରତି ନେଇଥାନ୍ତେ ମାନେ ସମ୍ଭବ ହେଇଥାନ୍ତେ? ଚାଷୀ ଆନ୍ଦୋଳନ ଠିକ ସେଇଭଳି ଭାବରେ ଆଜି ଏଇ ଆନ୍ଦୋଳନ କଥା ଆପଣ ଦେଖନ୍ତୁ, ଆପଣ ତ କିଶୋର କିଶୋରୀ ବୟସର ସବୁ ପିଲାମାନେ ଆସିକି ଆନ୍ଦୋଳନ କରୁଛନ୍ତି, ଆପଣଙ୍କ ପ୍ରସଙ୍ଗକୁ ସମସ୍ତେ ବୟସ ନିର୍ବିଶେଷରେ ସମର୍ଥନ କରୁଛନ୍ତି। ସେମାନେ ଦାବି କରୁଛନ୍ତି ଆପଣ ଆନ୍ଦୋଳନକୁ ଆହୁରି ତୀବ୍ରତର କରନ୍ତୁ, ତାହେଲେ ସରକାର ଚେଇଁବ, ସରକାର ଭଲ ବ୍ୟବସ୍ଥା କରିବ, ସରକାର ଠିକ ଭାବରେ କାମ କରିବ। ଏଠି ଟେକା କେମିତି ପଡିଲା ଲୋକଙ୍କ ଉପରେ? ଏଠି କୁଆଡୁ ଆସିଲା? ସେମାନେ ତ ଟେକା ଧରିକି ଆସିବା ଲୋକ ନୁହନ୍ତି, ମାନେ ସିଏ ତାଙ୍କ ଦାବି ନେଇକି ଆସିଛନ୍ତି, କାହିଁକି ନା ସେମାନେ କ୍ଷତିଗ୍ରସ୍ତ ହଉଛନ୍ତି। ଟେକା ପକେଇଲେ 5 ଜଣ IPS ଅଫିସର, 100ରୁ ଅଧିକ ପୋଲିସ ଲୋକ ତା ଦେହରେ ମଧ୍ୟ କ୍ଷତିଗ୍ରସ୍ତ ହେଲେ, ହସ୍ପିଟାଲରେ ପଡିଛନ୍ତି। ଆପଣ ଯେତେବେଳେ ମାଡି ଯାଉଛନ୍ତି ପାର୍ଲାମେଣ୍ଟ ଭିତରକୁ, ଆଚ୍ଛା ପାର୍ଲାମେଣ୍ଟ ଭିତରେ ଆପଣଙ୍କର କି କାମ? ଆପଣଙ୍କର ପାର୍ଲାମେଣ୍ଟ ଭିତରକୁ ଯାଇପାରିବେ? ମାନେ ଦେଶର ସମ୍ବିଧାନଟା ଯାହା ନିୟମ ଅଛି ନା, ଆପଣଙ୍କ ପାଇଁ ଗୋଟେ ନୂଆ ନିୟମ ସାଙ୍ଗେ ସାଙ୍ଗେ ତିଆରି ହବ ନା ସମ୍ବିଧାନ ତିଆରି ହବ? ଆପଣ ପାର୍ଲାମେଣ୍ଟ ଆଡକୁ ଯେତେବେଳେ ଯିବେ ପୋଲିସ ତ ଅଟକେଇବ, ସେ ଜାଗାରେ ତ ଯାଇପାରିବେନି ଆପଣ, ଆପଣ ତାଙ୍କ ସହିତ ଧସ୍ତାଧସ୍ତି କରିବେ, ପୋଲିସ ତାପରେ ଆକ୍ସନ ନବ। ଇଏ କୋଉ ଲୋକଙ୍କର କାମ? ଇଏ କେବଳ ରାଜନୈତିକ ଯୋଉମାନେ ଫାଇଦା ନବା ପାଇଁ ସେଠି ଚେଷ୍ଟିତ ସେଇମାନଙ୍କର ଏଇଟା ହଉଛି ଅଭିସନ୍ଧି। କିନ୍ତୁ ରାଜାରାମ ବାବୁ ଗୋଟେ ସେକେଣ୍ଡ, ହଁ ସେଇଥିଲାଗି ମୁଁ କହିଲି ଆନ୍ଦୋଳନ ଠିକ, ଆନ୍ଦୋଳନକାରୀ ମାନେ ଠିକ, ତାଙ୍କ ପ୍ରସଙ୍ଗ ଠିକ, ସେମାନେ ଆହୁରି ଅଧିକ ତୀବ୍ରତର କରିବା ଦରକାର, କିନ୍ତୁ ନେତାଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ। ଯେ ପର୍ଯ୍ୟନ୍ତ ସେମାନେ ତାଙ୍କ ଠାରୁ ନେତାକୁ ଅଲଗା କରିନାହାନ୍ତି ସେତେବେଳେ ଲୋକଙ୍କ ଭିତରେ ସେମାନେ ଯେତିକି ତାଙ୍କ ଆନ୍ଦୋଳନ ପ୍ରଭାବ ସୃଷ୍ଟି କରିପାରିବା କଥା ତାହା ହବ ନାହିଁ। ସେଇଥିପାଇଁ ସେମାନେ ହାଇଜାକ୍ କରିନେଉଛନ୍ତି। ମୁଁ ରାଜାରାମ ବାବୁଙ୍କର ସେଇଥିପାଇଁ ମୁଁ କହିଲି ଇଏ ରାଜନୈତିକ ଅଭିସନ୍ଧି ମୂଳକ ଯେଉଁମାନେ କହୁଛନ୍ତି କିଛି ଭୁଲ କଥା କହୁନାହାନ୍ତି।